ଜ୍ୟୋତିଷ ଶାସ୍ତ୍ର ଏକମାତ୍ର ଶାସ୍ତ୍ର ଯିଏକି ପ୍ରତି ମୁହୂର୍ତ୍ତରେ ବ୍ୟକ୍ତି ମନରେ ବିଶ୍ୱାସ ସଞ୍ଚାର କରାଏ। ଯଦି ଜନ୍ମ ସମୟ, ଜନ୍ମ ତାରିଖ, ଜନ୍ମ ସ୍ଥାନ ଠିକ୍, ତାହେଲେ ଜ୍ୟୋତିଷ ବି ଠିକ୍, ଗଣନା ଠିକ୍, ତାହେଲେ ଏହାର ଫଳ ପ୍ରତ୍ୟକ୍ଷ ସତ୍ୟ ପ୍ରମାଣିତ ହୋଇ ଆସିଛି। ଆମେ ଆଜି ଆଲୋଚନା କରିବା 17 ତାରିଖ ରବିବାରକୁ ନେଇ। ଅଛେ ଶନିବାର, ଗୋଟିଏ ଦିନ ପୂର୍ବରୁ ଆମେ ଆଲୋଚନା କରୁଛେ, ତେଣୁ ଆପଣମାନେ ଟିକେ ପ୍ରସ୍ତୁତ ହେବେ ଭଲ ମନ୍ଦ ଜାଣିଲା ପରେ। ବୋଇଲେ ରବିବାର ପ୍ରତିପଦା ତିଥି ହେଲା ପ୍ରତିପଦା, ଆଉ ବୃଷଚନ୍ଦ୍ର ଅହୋରାତ୍ର ଦିନ ରାତି। ଆଜି ବିଚ୍ଛା ରାଶି ପୁରୁଷଙ୍କର ଘାତ ଚନ୍ଦ୍ର, ମେଷ ରାଶିର ଘାତ ବାର। ଆଜି ଯେଉଁ ଦିନଟି ସୂର୍ଯ୍ୟୋଦୟ 5ଟା11 ପରେ, ସୂର୍ଯ୍ୟାସ୍ତ 6ଟା14 ପରେ ରବିବାର। ରାହୁ କାଳ 4ଟା39ରୁ 6ଟା17, 4ଟା39ରୁ 6ଟା17, ମାନେ ଉପରଳା କାମଟା। ମେଷ ରାଶି ପାଇଁ 17 ତାରିଖ ରବିବାର, ମେଷ ରାଶିର ଘାତ ବାର। ଘାତ ବାର ମାନେ କୌଣସି କ୍ଷତି ହେବ, ରକ୍ତପାତ ହେବ, ଝୁଣ୍ଟି ପାରନ୍ତି, ପଡ଼ିଯାଇ ପାରନ୍ତି, ବାଡ଼େଇ ପାରନ୍ତି, କଟି ଯାଇପାରେ, ଇତ୍ୟାଦି ଇତ୍ୟାଦି। ତେଣୁ ହୁସିଆର। 17 ତାରିଖ ରବିବାର, ମେଷ ରାଶିର ଘାତ ବାର। ଦ୍ୱିଜା ନକ୍ଷତ୍ରର ଦିନ 2ଟା32 ଯାଏ ଶୁଭ। ଆଜି ଶୁଭ ସମ୍ବାଦ ଶୁଣି ଖୁସି ହେବେ। ଧନାଗମ ପାଇଁ କୌଣସି ଅସୁବିଧା ନାହିଁ। ଯେଣୁ ଆପଣ ଜାଣନ୍ତି ଯେ ଠିଆ ହିଁ ବୁଣିଲେ ବସିକରି ଖାଇ, ତେଣୁ ଯଦି ସମୁଚିତ ପରିଶ୍ରମ କରିବେ, କର୍ମକ୍ଷେତ୍ର ଆପଣଙ୍କୁ ଧନ ମାନ ସମ୍ମାନ ଯୋଗାଇ ଦେବ। ଭଲ ରୋଜଗାର ହେବ। କୌଣସି ବାଧାବନ୍ଧନ ନାହିଁ, କିନ୍ତୁ କୌଣସି କଥାକୁ ଆପଣ ବ୍ୟକ୍ତ କରିପାରୁନାହାନ୍ତି। ଏକ ଅବ୍ୟକ୍ତ ବେଦନା ଆପଣଙ୍କ ମନକୁ ଯନ୍ତ୍ରିତ କରିବ, ବିଚଳିତ କରିବ। ମନକୁ ବୁଝାଇ ପାରିଲେ ଆପଣଙ୍କ ଦିନଟି ଭଲରେ ଯିବ। ମନ ଆଜି ଅବୁଝା ହେବ। କୌଣସି ଅକୁହା ବେଦନା ବ୍ୟକ୍ତ କରି ହେବନି, ସହି ହେଉନି, କହି ହେଉନି, ଆଖିରେ ଲୋତକ ରହି ହେଉନି। ତେଣୁ ଏଇ ଯେଉଁ ଅବ୍ୟକ୍ତ ବେଦନା ଆପଣ ମନକୁ ଆଜି ବ୍ୟସ୍ତ ବିବ୍ରତ କରିବ, ଆକୁଳ ବ୍ୟାକୁଳ କରିବ। ସେଇଥିପାଇଁ କର୍ମକ୍ଷେତ୍ରରେ ଆପଣ ବିଭ୍ରାଟ ହେଇପାରେ। ଯଦି ଆପଣ ଧୈର୍ଯ୍ୟବାନ, ବିଚାରଶୀଳ, ନ୍ୟାୟ ନିପୁଣ, ନ୍ୟାୟଶୀଳ, ତାହେଲେ ମନକୁ ବୁଝେଇ ପାରିବେ, କର୍ମ କରିପାରିବେ। ଟିକେ ହୁସିଆର। ଘାତ ବାର, ପୁଣି ମନ ଅସ୍ଥିର। ବୃଷ ରାଶି 17 ତାରିଖ ରବିବାର, ବୃଷ ରାଶିର ରୋହିଣୀ ନକ୍ଷତ୍ରର ଦିନ 2ଟା32 ଯାଏ ଶୁଭ। ଆଜି ସଫଳତାର ଦିନ। ସଫଳତାର ଦିନ। ବୃଷ ରାଶିର ଆବାଳ ବୃଦ୍ଧ ବନିତା ସ୍ୱାସ୍ଥ୍ୟବାନ ହେବେ, ସୁନ୍ଦର ଦିଶିବେ। ସ୍ୱାସ୍ଥ୍ୟ ନିରୋଗ ରହିବ, ଦେହ ନିରୋଗ ରହିବ। ପୂର୍ବାପେକ୍ଷା ଟିକେ ଲାଗିବ ସବଳ, ଶକ୍ତିବାନ, ଆଉ ସୁନ୍ଦର ବି ଦିଶିବେ। ଆପଣ ଦେଖନ୍ତୁ ନା, ଶାରୀରିକ ସମସ୍ୟା ନାହିଁ। ଆଜି ଶ୍ରୀଲକ୍ଷ୍ମୀ ମାନେ ଭାଗ୍ୟଲକ୍ଷ୍ମୀ ଏମାନଙ୍କ କାନ୍ଧରେ, ଦୁର୍ଯ୍ୟୋଧନର କାନ୍ଧରେ ଥିଲେ। ତେଣୁ ତାଙ୍କୁ ସମସ୍ତେ ଭାଗ୍ୟବାନ କହୁଥିଲେ। ଯେଉଁମାନେ ଧନପ୍ରିୟ ସେଇମାନେ ବାସ୍। ତେଣୁ ଆଜି ସେମାନଙ୍କ ପାଇଁ ଏକ ଶୁଭ ଦିନ। ଯଦି ଏମାନେ ନ୍ୟାୟୋଚିତ କର୍ମ ପାଇଁ ଶ୍ରମଦାନ କରିବେ, ନ୍ୟାୟୋଚିତ କର୍ମ ହେବ, ନ୍ୟାୟୋଚିତ, ଆଉ ସେଥିପାଇଁ ଶ୍ରମଦାନ କରିବେ। ସେ ମାନସିକ ଶ୍ରମ ହେଉ କି ଶାରୀରିକ ଶ୍ରମ ହେଉ, ଉଭୟ ଶ୍ରମ ହେଉ, ଶ୍ରମଦାନ କରିବେ, ତେବେ ଆୟ ଅମଳ ବଢ଼ିଯିବ। ପାରିବାରିକ ସାମାଜିକ ସ୍ନେହ ସମ୍ମାନ ଓ ଆଦର ପାଇବେ। ଏମାନେ ସମସ୍ତେ ଆଜି ଅତି ସୁଖରେ ସମୟ ଅତିବାହିତ କରିବେ। କୌଣସି ସମସ୍ୟା ନାହିଁ। ବୃଷ ରାଶି ପାଇଁ କୌଣସି ନାହିଁ। ଶାରୀରିକ, ମାନସିକ, ଆର୍ଥିକ, ପାରିବାରିକ, ଲୌକିକ, ସାମାଜିକ, କୌଳିକ, ମୌଳିକ, ବୌଦ୍ଧିକ, ଆଦି ଭୌତିକ କୌଣସି ଦୁଃଖ ନାହିଁ ବୃଷ ରାଶିଙ୍କର। ଏବେ ଶୁଣିବା ମିଥୁନ କଥା। 17 ତାରିଖ ରବିବାର, ମିଥୁନ ରାଶି ପୁନର୍ବସୁ ନକ୍ଷତ୍ରର ଦିନ 2ଟା32 ଯାଏ ଶୁଭ। ମାନସିକ କ୍ଲେଶ ପାଇପାରନ୍ତି ଆଜି।
ମାନସିକ କ୍ଲେଶ ମାନେ ସେ ବହୁ କାରଣରୁ ହୁଏ। ମନେ କରନ୍ତୁ ଆପଣ ଦରିଦ୍ର, ଧନ ନାହିଁ, ବଡ଼ ପରିବାର, ମାନସିକ କ୍ଲେଶ ପାଇବେ। ରୋଗୀ ବେଡ଼୍ରେ ପଡ଼ିଛନ୍ତି, ଔଷଧ କାମ ଦେଉନି, ଯନ୍ତ୍ରଣା ହେଉଛି, ମାନସିକ କ୍ଲେଶ ପାଇବେ। ସବୁ ଅଛି, ପ୍ରିୟ ଲୋକ ଅପମାନିତ କଲେ, ତାହେଲେ ମାନସିକ କ୍ଲେଶ ପାଇବେ। ଜୀବନ ସାଥୀ ଯଦି ଶତ୍ରୁ ହେଲେ ତାହେଲେ ମାନସିକ କ୍ଲେଶ ପାଇବେ। ବହୁତ କାରଣରୁ ମାନସିକ କ୍ଲେଶ ପାଆନ୍ତି। ତେଣୁ ଆଜି ମିଥୁନ ରାଶିର ମାନସିକ କ୍ଲେଶ ଭଳି ସମସ୍ୟା ଆସିବ। ଯଦି ଭାବି ବିଚାରି ଖର୍ଚ୍ଚ ନ କରିବେ ତେବେ ହାତରୁ ଚେଙ୍ଗ ମାସ ଖସିଗଲା ପରି ସଞ୍ଚିତ ଧନ ଖସିଯିବ। ଆଜି ଟିକେ ଖର୍ଚ୍ଚ କରନ୍ତୁ ଭାବିଚିନ୍ତି, କାରଣ ଖର୍ଚ୍ଚର ଦ୍ୱାରା ଆଜି ଉନ୍ମୁକ୍ତ। କେଉଁଠୁ କେମିତି ଚିନ୍ତା ଆସି ପହଞ୍ଚିବ ଯେ ଖର୍ଚ୍ଚ କରିବାକୁ ବାଧ୍ୟ ହେବେ। ଯଦି ଭାବିଚିନ୍ତି ଖର୍ଚ୍ଚ ନ କରନ୍ତି, ଚେଙ୍ଗ ମାଛ ହାତରୁ ଖସିଗଲା ଭଳି ଆପଣଙ୍କର ସଞ୍ଚିତ ସମ୍ପତ୍ତି ସରିଯିବ। ସାବଧାନ, ଧନ ଚାଲିଯିବ, ପୁଣି ଦେହ ଖରାପ ହେବ। କେହି ଠକ ଭୁଲେଇ ତୁଲେଇ ଧନ ଠକି ନେଇପାରେ। ଠକ ହାବୁଡ଼ରେ ପଡ଼ିଯାଇପାରନ୍ତି। ଚିକଣିଆ ମଧୁରିଆ କଥା କହିବ, ଗୁଡ଼ାଏ ପ୍ରଶଂସା କରିବ, ତାପରେ ଠକି ନେଇ ପଳାଇବ, ଠକି ନେଇ ଯାଇପାରେ। ସମ୍ମାନ ଓ ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ପଡ଼ିବ। ଆୟ ଅମଳ କଥା ମିଛ। ଯାହା ଆସିବ ଆୟ ତା ଓନ୍ଲି ହ୍ୟାଣ୍ଡ ଟୁ ମାଉଥ୍, ଦାଣ୍ଡରୁ ଆସିଲେ ହାଣ୍ଡିରେ ପଡ଼ିବ। ଯେଣୁ ପ୍ରିୟ ପରିଜନଙ୍କ ସହଯୋଗ ନାହିଁ, ଏଣୁ ଦିନଟି ବଡ଼ ଦୁଃଖରେ ଯିବ। ମିଥୁନ ରାଶିର ଆଜି ଦୁଃଖପୂର୍ଣ୍ଣ ଦିନ। କେବଳ ବୁଦ୍ଧିମାନ, ବିଜ୍ଞ, ଧୈର୍ଯ୍ୟବାନ ବ୍ୟକ୍ତିଙ୍କ ପାଇଁ ଦୁଃଖ ନାହିଁ, କାରଣ ଏମାନେ ଦର୍ପଣ ଦେଖିବେ, ହସିବେ, ଠୋ ଠୋ ହସିବେ, ତାଳି ମାରି ହସିବେ। ତେଣୁ ଏଭଳି କାମ ଯିଏ କରିପାରିବେ ସେଭଳି ମିଥୁନ ରାଶିଙ୍କ ପାଇଁ ଦୁଃଖ ନାହିଁ। କର୍କଟ ରାଶି 17 ତାରିଖ ରବିବାର କର୍କଟ ରାଶି ଲାଗି ଶୁଭ ଦିନ। ଅଶ୍ଳେଷା ନକ୍ଷତ୍ରର ଦିନ 2ଟା32 ଯାଏ ଶୁଭ। ଆଜି ଧନ ବୃଦ୍ଧି ପାଇଁ ସୁଯୋଗ ଆସିବ। ଆଜି କର୍କଟରେ ଏକାଦଶ ଚନ୍ଦ୍ର। ଏହା ଶୁଣି ସମସ୍ତ କର୍କଟ ରାଶିଧାରୀ ଜନତା ଉତ୍ଫୁଲ୍ଲ ହେବେ। ନାହିଁ ଭାଇ ବନ୍ଧୁ କୁଟୁମ୍ବ, ଖୁସିର କୌଣସି କାରଣ ନାହିଁ, କାରଣ ଏକାଦଶ ଘର ବୋଲି ବୃଷ ଘର କର୍କଟ ପାଇଁ ବାଧକ ସ୍ଥାନ। ସେଠି ପୁଣି ଅଛନ୍ତି ଶୁକ୍ର। ବୃଷର ଅଧିପତି ହେଲେ ଶୁକ୍ର, ବାଧକ ଗ୍ରହ ହେଲେ ଶୁକ୍ର। କର୍କଟର ବାଧକ ଗ୍ରହ ହେଲେ ଶୁକ୍ର, ବାଧକ ସ୍ଥାନ ହେଲା ବୃଷ। ଆଉ ବୃଷ ଘର ଏକାଦଶରେ ଯେଉଁ ଗ୍ରହ ରହିଲେ ସେ କେବେ ବି କର୍କଟକୁ ସହଯୋଗ କରିପାରିବେ ନାହିଁ। ଶତ୍ରୁ କବଳରେ ପଡ଼ିଲେ, ଦୁଃଖରେ ପଡ଼ିଲେ କେହି କ'ଣ କାହାକୁ ସାହାଯ୍ୟ କରିପାରେ? ଆପଣ ଦାତା, ଦୁଃଖରେ ଅଛନ୍ତି, କ'ଣ ମୋତେ ଦେଇପାରିବେ? ଆପଣ ବଳବାନ, ବଡ଼ ଦୁଃଖରେ ଅଛନ୍ତି, ମୋତେ କ'ଣ ସାହାଯ୍ୟ କରିପାରିବେ? ଯେତେ ବଳବାନ ଗ୍ରହ ହେଲେ ବି ସେ ଘରେ ଥିଲେ ସହଯୋଗ କରିପାରିବେ ନାହିଁ। ତେଣୁ ଏକାଦଶ ଚନ୍ଦ୍ର ଆଜି ସହଯୋଗ କରିପାରିବ ନାହିଁ। ପୁଣି ଏକାଦଶ ଶୁକ୍ର ଦୁଃଖ ଦେଇଥାଏ। ଗୋଟାଏ ଗ୍ରହ ଶୁକ୍ର, ଯେ ଏକାଦଶ ରହିଲେ ଦୁଃଖ ପରେ ଦୁଃଖ ଦେଇଦିଏ। ତେଣୁ ଆଜି ଭଲରେ ମନ୍ଦ ହେବ। କୌଣସି ଭଲ ଫଳ ପୂର୍ଣ୍ଣ ମାତ୍ରାରେ କର୍କଟ ରାଶି ଲୋକେ ପାଇପାରିବେ ନାହିଁ। ଏବେ ଶୁକ୍ର ବୃଷରେ, ବୃଷ ରାଶି କର୍କଟର ବାଧକ ସ୍ଥାନ। ଏହି ଦୁଇ କାରଣରୁ ଏମାନେ କର୍କଟ ରାଶିର ଲୋକମାନେ ଯାହା ସୁଖ ପାଇବା କଥା ସେତେ ପରିମାଣରେ ପାଇପାରିବେ ନାହିଁ। କୌଣସି ମୌଳିକ ସୁଖ ଶାନ୍ତି ମିଳିବ, ହେଲେ ପୂର୍ଣ୍ଣ ମାତ୍ରାରେ ନୁହେଁ। ସାମାଜିକ ଲୌକିକ ସମ୍ମାନ ମିଳିବ, ପୂର୍ଣ୍ଣ ମାତ୍ରାରେ ନୁହେଁ। ବୌଦ୍ଧିକ ଆର୍ଥିକ ବିକାଶ ହେବ, ପୂର୍ଣ୍ଣ ମାତ୍ରାରେ ନୁହେଁ। କିନ୍ତୁ ସ୍ୱାସ୍ଥ୍ୟଗତ ସମସ୍ୟା ନାହିଁ। ହେଲା, ଶତକଡ଼ା 100 ଫଳ ପାଇବା କଥା ଆଜି କର୍କଟ ରାଶି ଲୋକମାନେ, କିନ୍ତୁ ପାଇପାରିବେ ନାହିଁ। ସିଂହ ରାଶି କଥା 17 ତାରିଖ ରବିବାର ସିଂହ ରାଶି ପୂର୍ବ ଫାଲ୍ଗୁଣୀ ନକ୍ଷତ୍ରର ଦିନ 2ଟା32 ଯାଏ ଶୁଭ। ଆଜି ଆୟ ବୃଦ୍ଧି ହେବ। ଆଜି କର୍ମ ଚଞ୍ଚଳ ରହିବେ। ଅତୀତର ସୁକର୍ମ ପାଇଁ ସମ୍ମାନ, ଆଦର ଓ ଧନ ପାଇବେ।
ଦେହ ପା ସମସ୍ୟା ନାହିଁ, ଧନ ରୋଜଗାର ପାଇଁ କୌଣସି ଅସୁବିଧା ନାହିଁ। ଯଥା ସମୟରେ ଯଥୋଚିତ ଶ୍ରମ କଲେ ଆର୍ଥିକ ସୁଖ ନିଶ୍ଚିତ କରଗତ ହେବ। କର୍ମ କ୍ଷେତ୍ର ଆଜି ଆପଣଙ୍କୁ ଧନ ମାନ ଆଦର ଓ ଲୌକିକ ସୁଖ ଦେବ ଆଉ ସୁସମ୍ପର୍କ ଦେବ। ଆଜି କୌଣସି ସମସ୍ୟା ନାହିଁ ସିଂହ ରାଶି ପାଇଁ। 17 ତାରିଖ ରବିବାର, କନ୍ୟା ରାଶି, ହସ୍ତା ନକ୍ଷତ୍ରର ଦିନ 2ଟା 32 ଯାଏ ଶୁଭ। ଆଧ୍ୟାତ୍ମିକ ଦିଗରେ ମନ ନିବେଶ କରି ସୁଖୀ ହେବେ। ଆଜି ମନ ଟିକେ ଯିବ ମଠ ମନ୍ଦିର ଆଡ଼େ, ଦିଅଁ ଦର୍ଶନ ଆଡ଼େ, ଦେବାଦେବୀଙ୍କ ଆଡ଼େ, ଧର୍ମ ଦିଗରେ। ତେଣୁ ଆଜି ଏମାନେ ସେ ଦିଗରେ ମନ ନିବେଶ କରି ଖୁସି ହେବେ। ଈଶ୍ୱର ସର୍ବଶକ୍ତିମାନ ଏହି ଚିନ୍ତା ଯେଣୁ ଏମାନଙ୍କ ମନକୁ ଗ୍ରାସ କରିବ। ତେଣୁ ଏମାନେ କୌଣସି ଦୁଶ୍ଚିନ୍ତାର ଶିକାର ହେବେନି। ସତରେ ଭାଇ ବନ୍ଧୁ କୁଟୁମ୍ବ, ଯାହା ମୁଣ୍ଡରେ ଏଇଟା ଅଛି ଯେ ଈଶ୍ୱର ସର୍ବଶକ୍ତିମାନ, ସେ ସବୁ କରୁଛନ୍ତି, ଆମେ ନିମିତ୍ତ ମାତ୍ର। ଦୈବ ଦୌଡ଼ି ମଣିଷ ଗାଇ, ଯେଣିକି ଓଟାରେ ତେଣିକି ଯାଇ। ଏ ଚିନ୍ତା ଯାହା ମୁଣ୍ଡରେ ଅଛି ତା ମୁଣ୍ଡକୁ କେବେ ଗର୍ବ ଅହଙ୍କାର ଆସିବ ନାହିଁ। ତେଣୁ ମିଥୁନ ରାଶିର ଲୋକେ ଆଜି ଦୁଶ୍ଚିନ୍ତାର ଶିକାର ହେବେନି। ଧନ ରୋଜଗାର ପାଇଁ କୌଣସି ଅସୁବିଧା ନାହିଁ। ଯଥା ସମୟରେ ଯଥୋଚିତ ଶ୍ରମଦାନ କରିପାରିଲେ ଆର୍ଥିକ ସୁଖ ନିଶ୍ଚୟ କରଗତ ହେବ। କର୍ମ କ୍ଷେତ୍ର ଆଜି ଆପଣଙ୍କୁ ଧନ ମାନ ଆଦର ଓ ସମ୍ମାନ ଯୋଗାଇ ଦେବ। ସୁଖରେ ରହିବେ। ଦିନଟି ଭଲ। କିନ୍ତୁ ଆପଣଙ୍କୁ ଟିକେ ଜଗି ରହି କାମ କରିବାକୁ ପଡ଼ିବ। ବାଟ ଫୁଙ୍କି ଫୁଙ୍କି ଚାଲିବାକୁ ପଡ଼ିବ। ଭାବି ବିଚାରି କଥାବାର୍ତ୍ତା କରିବାକୁ ପଡ଼ିବ। କାରଣ ଆଜି ଅପମାନିତ ହୋଇପାରନ୍ତି। କନ୍ୟା ରାଶିର ଲୋକେ ଆଜି ଅପମାନିତ ହୋଇପାରନ୍ତି। ଆୟ ଅମଳ ମଧ୍ୟମ ହେବ। ଦେହ ପା ଠିକ୍ ଠାକ୍ ରହିବ। ଯେହେତୁ ଆପଣମାନେ ଆଜି ଟିକେ ଈଶ୍ୱରଙ୍କୁ ଭଲ ପାଇବେ, ତାଙ୍କୁ ଆନ୍ତରିକ ଶୁଭେଚ୍ଛା ଜଣାଇବେ, ତେଣୁ ସେ ହୁଏତ ରକ୍ଷା କରିପାରନ୍ତି। ମନର ମୂଳେ ଜଗତ। ଯଦି ସତରେ ଆପଣ ପବିତ୍ର ମନା, ଦୁଃଖ ଜମା ଆସିବନି। ତୁଳା ରାଶି, 17 ତାରିଖ ରବିବାର, ତୁଳା ରାଶି, ବିଶାଖା ନକ୍ଷତ୍ରର ଦିନ 2ଟା 32 ଯାଏ ଶୁଭ। ରୋଗଗ୍ରସ୍ତ ହୋଇପାରନ୍ତି। ଦେହ ଓ ମନ ଉଭୟ ବ୍ୟଥିତ ହେବ। ବାହାରକୁ ନଗଲେ ଭଲ। ଦୂରଯାତ୍ରା ନିଷେଧ। ଯଥା ସମୟରେ କୌଣସି କାର୍ଯ୍ୟ ହେବନି। ବହୁ ସମୟ ବୃଥାରେ କଟିଯିବ। କେହି ହିତଶତ୍ରୁ ଠକି ଦେଇ ପଳେଇବ। ଚିକଣିଆ କଥା କହିବ। ଯେଉଁମାନେ ଉପରେ ପାଣି ଛିଞ୍ଚି ଗଛକୁ ଓପାଡ଼ି ଦେଇଥାନ୍ତି, ସେ ଗଛ ଏମିତି ମରିଯାଏ। ଏଇଭଳି ବହୁତ ଲୋକ ଅଛନ୍ତି। ଭଲ କରି ଚିହ୍ନି ରଖ। ଭ୍ରାତାଙ୍କ ବଦନ, ଏମାନେ ହିତଶତ୍ରୁ, ଚିକଣିଆ କଥା କହନ୍ତି, ବଡ଼ କ୍ଷତି କରନ୍ତି। ବର୍ଜୟେତ୍ ତାଦୃଶଂ ମିତ୍ରଂ ବିଷକୁମ୍ଭଂ ପୟମୁଖମ୍। ବନ୍ଧୁ ଆଜି ଠକି ଦେଇପାରେ। ଆଜି କାହାକୁ ବିଶ୍ୱାସ କରନ୍ତୁ ନାହିଁ। ଆୟ ଅମଳ ଦ୍ୱାର ବନ୍ଦ। ଯାହା କିଛି ହେବ ତାହା ହାତ ଖର୍ଚ୍ଚକୁ ନିଅଣ୍ଟ। ଆୟ ଅମଳ ନାହିଁ। ଯାହା କିଛି ଆୟ ହେବ, ଆପଣଙ୍କର ଆବଶ୍ୟକତା ଯାହା ଅଛି ଦୈନିକ ହାତ ଖର୍ଚ୍ଚ, ତାକୁ ନିଅଣ୍ଟ। ଏବେ ବିଛା ପାଖକୁ ଯିବା। 17 ତାରିଖ ରବିବାର, ବିଛା ରାଶି, ଜ୍ୟେଷ୍ଠା ନକ୍ଷତ୍ର ପାଇଁ ଦିନ 2ଟା 32 ଯାଏ ଶୁଭ। ପ୍ରୀତି ବୃଦ୍ଧି ହୋଇପାରେ। ଆଜି ବିଛା ରାଶି ପୁରୁଷଙ୍କର ଘାତଚନ୍ଦ୍ର, ସାବଧାନ। ଘାତଚନ୍ଦ୍ର ଏଣୁ ରକ୍ତପାତ ହେବାର ଭୟ ଅଛି। ଆୟ ଅମଳ ପାଇଁ ଏକ ସମୃଦ୍ଧ ଦିନ। କେବଳ ଚେଷ୍ଟା ଦରକାର। କର୍ମ କ୍ଷେତ୍ରରୁ ଶାନ୍ତି, ସୁଖ, ଆନନ୍ଦ ଓ ପ୍ରବଳ ଧନ ମିଳିବାର ସୁଯୋଗ ଅଛି। ଆଜି ଏକ ସମୃଦ୍ଧ ଦିନ। ବାକିଆ ଅର୍ଥ ଯାହାଠାରୁ ଯାହା ପାଇବାର ଅଛି ତା ଫେରସ୍ତ ଆସିବ। ଇଣ୍ଟରଭ୍ୟୁ ଦେଇଥିବା ବା ପରୀକ୍ଷା ଦେଇଥିବା ପରୀକ୍ଷାର୍ଥୀମାନେ ଆଜି ଉତ୍ତମ ଖବର ଶୁଣିବେ।
ଧାର ଉଧାର ଯାହାକୁ ଦେଇଛନ୍ତି, ଋଣ ଦେଇଛନ୍ତି, ସେମାନେ ଆଜି ଫେରସ୍ତ ଦେବେ। ସରକାର ଚାକିରିଆ ମାନେ ଯେଉଁ ଏରିୟର ପାଇନାହାନ୍ତି, ପଇସା ସରକାରଙ୍କ ପାଖରେ ଅଛି, ଆଜି ସେ ଫେରି ପାଇପାରନ୍ତି ବା ସେ ସମ୍ବନ୍ଧୀୟ ଶୁଭ ଖବର ଶୁଣିପାରନ୍ତି ଇତ୍ୟାଦି। ଧନୁ କଥା 17 ତାରିଖ ରବିବାର, ଧନୁ ରାଶି, ପୂର୍ବାଷାଢ଼ା ନକ୍ଷତ୍ରର ଦିନ 2:32 ଯାଏ ଶୁଭ। ଅକସ୍ମାତ୍ ଧନଲାଭ ଯୋଗ ଅଛି। ଅକସ୍ମାତ୍ ଦିନେ ମୁଁ ରାସ୍ତାରେ ଯାଉଥିଲି ରାତି 12ଟା ବେଳେ, ସୁନସାନ୍, ମୋ ଗୋଡ଼ରେ କ'ଣ ବାଜିଲା, ଟର୍ଚ୍ଚ ମାଇଲି, ଦେଖିଲି ଗୋଟିଏ ମୁଣାଟା କ'ଣ ସାପ ବେଙ୍ଗ ଥିବ, ତଥାପି ତାକୁ ଗୋଡ଼ରେ ଗଡ଼େଇ ଗୋଟେ ନେଇ ଆଇଲି ଇଲେକ୍ଟ୍ରିକ୍ ଖୁମ୍ବ ପାଖକୁ, ଏଠି ଖୋଲିଲି, ତା ସହିତ ଯାହା ଥିଲା, ମୁଁ ତୁମକୁ କାହିଁ କହିବି, ମୋ ଯାହା ଥିଲା, ତୁମେ ହାତ ଗୋଡ଼ କ'ଣ ନେଇଯିବ। ସେମିତି ଏଇଟା ହେଉଛି ଅକସ୍ମାତ୍ ଧନଲାଭ। ଅକସ୍ମାତ୍ ଧନଲାଭ। ଆଜି ଧନୁ ରାଶିର ଅକସ୍ମାତ୍ ଧନଲାଭ ଯୋଗ ଅଛି। ଆଜି ଏକ ଲାଭକାରକ ଦିନ। ନୂତନ ବନ୍ଧୁ ସୁସମ୍ପର୍କ ସ୍ଥାପନ କରିବେ। ରୁଚିକର ଖାଦ୍ୟ ମିଳିବ। ଆଉ ଆରାମଦାୟୀ ଶଯ୍ୟାରେ ଆନନ୍ଦରେ ଶୋଇଯିବେ। କର୍ମ ଫଳ ସ୍ୱରୂପ ଆଜି ଆପଣଙ୍କ ପାଖକୁ ଧନଲକ୍ଷ୍ମୀ ଆପଣା ଛାଏଁ ଆସିବେ। ଭାଇ ଭଉଣୀ, ସ୍ୱାମୀ ସ୍ତ୍ରୀ, ମା ପୁଅ, ବାପ ଝିଅ ମଧ୍ୟରେ ଆଜି ଏକ ନୂତନ ଆନନ୍ଦ ଲହରୀ ଖେଳିଯିବ। ଏମିତି ଅପୂର୍ବ ଆନନ୍ଦମୟ ଦିନ କେବେ ଆସିନି ବୋଧେ। ସୁତରାଂ ଏ ଖବର ଆଗେ ଆପଣଙ୍କ ଇଷ୍ଟ ଦେବତା ଯିଏ ଆମକୁ ଦୁଃଖ ସୁଖରେ ସାହାଯ୍ୟ କରନ୍ତି ତାଙ୍କୁ ଜଣେଇ ପ୍ରଣାମ କରନ୍ତୁ। ସେ ଭଲ ଭାବରେ ସହଯୋଗ କରିବେ। ଏବେ ଆଲୋଚନା କରିବା ମକର ରାଶି। 17 ତାରିଖ ରବିବାର, ମକର ରାଶି, ଶ୍ରବଣା ନକ୍ଷତ୍ରର ଦିନ 2:32 ଯାଏ ଶୁଭ। ପୁତ୍ର କଷ୍ଟ ଜନିତ ଦୁଃଖ ଅଛି। ଆଜି ଯଦି ହସି ହସାଇ ପାରିବେ ତେବେ ଅତି ସହଜରେ ଆପଣଙ୍କୁ କୌଳିକ ମୌଳିକ ପାରିବାରିକ ଲୌକିକ ଆର୍ଥିକ ଭୌତିକ ଆଧିଭୌତିକ ପାରମାର୍ଥିକ ସୁଖ ମିଳିବ। କେମିତି ମିଳିବ? ଯଦି ହସିବେ, ନିଜେ ଅନ୍ୟକୁ ହସାଇ ପାରିବେ। କୌଣସି କାନକୁଆ କଥାକୁ ହୃଦୟରେ ଜୀର୍ଣ୍ଣ କରିବେନି ବା କାହା କଥା ଶୁଣିବେନି, କାହାର ନିନ୍ଦା କରିବେନି। କେବଳ ନିଜେ ହସିବେ, ଅନ୍ୟକୁ ହସାଇ ପାରିବେ। ତାହେଲେ ଆଜି ବିଭୁ କଲ୍ୟାଣ ପୂର୍ଣ୍ଣ ମାତ୍ରାରେ ପାଇବେ ମକର ରାଶି ଲୋକେ। ଆୟ ଅମଳ ପାଇଁ ଉଦ୍ୟମ କରନ୍ତୁ। ଚେଷ୍ଟା ବିଫଳ ହେବନି। ଭଲ ରୋଜଗାର ହେବ। ଦେହ ମୁଣ୍ଡ ସୁସ୍ଥ ରହିବ। ରବିବାର ମକର ରାଶିର। କୁମ୍ଭ ରାଶି 17 ତାରିଖ ରବିବାର, କୁମ୍ଭ ରାଶି, ପୂର୍ବଭାଦ୍ର ନକ୍ଷତ୍ରର ଦିନ 2:32 ଯାଏ ଶୁଭ। ଆଜି ଏକ ଦୁର୍ଦିନ କୁମ୍ଭ ରାଶି ପାଇଁ। ଦୁର୍ଦିନ। ପ୍ରଥମରେ ରବିବାର, ପୁଣି ଆଜି ଚତୁର୍ଥ ରବି, ଚତୁର୍ଥ ଶୁକ୍ର, ଚତୁର୍ଥ ଚନ୍ଦ୍ର। ଚତୁର୍ଥରେ ମାନେ ବୃଷରେ ଅଛନ୍ତି ରବି, ଶୁକ୍ର ଆଉ ଚନ୍ଦ୍ର। ଏଣୁ ଆଜି ସେ ଗୋଳେଇ ଘାଣ୍ଟି ପକାଇବେ ଦେହକୁ, ମନକୁ। ଅସୁସ୍ଥ ହେବେ, ଦୁଶ୍ଚିନ୍ତା ବଢ଼ିଯିବ। ପୁରୁଣା ରୋଗ ଥିଲେ ପୁଣି ମୁଣ୍ଡ ଟେକିବ। ଯଦି କେହି ଶଯ୍ୟାଶାୟୀ ରୋଗୀ ଅଛି ତାହେଲେ ତା'ର ଆଖିରୁ ଲୁହ ଆଜି ଶୁଖିବନି। ଯନ୍ତ୍ରଣା ବଢ଼ିଯିବ। ଏଣୁ ଇଷ୍ଟ ଦେବତାଙ୍କୁ ସ୍ମରଣ କରନ୍ତୁ। ସଙ୍କଟହାରୀ ହନୁମାନଙ୍କୁ ସ୍ମରଣ କରନ୍ତୁ। ଓଂ ହାଂ ହନୁମତେ ନମଃ ଏ ମନ୍ତ୍ର ବାରମ୍ବାର ଜପନ୍ତୁ। ତୁମ ମା ବି ଅସୁସ୍ଥ ହେବେ ଆଜି। ଯଦି କୁମ୍ଭ ରାଶିର ପୁଅ ବା ଝିଅ, ତାଙ୍କ ମା ବି ଆଜି ଅସୁସ୍ଥ ହେବେ। ବନ୍ଧୁ ମହଲରେ ଆଜି ଆପଣ ଚର୍ଚ୍ଚିତ ହେବେ ଯେ ଆପଣ ଭଲ ଲୋକ ନୁହନ୍ତି। ଦୁଃଖ ଭୋଗିଲେ ସମସ୍ତେ ଏହା କହନ୍ତି ତ, ସେଥିରେ କ'ଣ ଅଛି? ସୁଖ ପାଇଲେ ବଢ଼ିଆ ଲୋକ। ଆଜି ବନ୍ଧୁ ମହଲରେ ଚର୍ଚ୍ଚିତ ହେବେ। କେହି ବି ସହଯୋଗ କରିବେନି। ଏପରିକି ଜୀବନ ସାଥୀ ମଧ୍ୟ ଦେଖି ନ ଦେଖିଲା ଭଳି ଅଭିନୟ କରିବେ। ଗୃହ ଉପକରଣ କିଛି ଭାଙ୍ଗି ଯାଇପାରେ ବା ହଜି ଯାଇପାରେ ବା ନଷ୍ଟ ହୋଇଯାଇପାରେ। ଦେଖୁଥିବେ, କିଛି କରିପାରିବେନି। ମୀନ ରାଶି 17 ତାରିଖ ରବିବାର, ମୀନ ରାଶି, ରେବତୀ ନକ୍ଷତ୍ରର ଦିନ 2:32 ଯାଏ ଶୁଭ। ଆଜି ନୂତନ ଆୟକାରୀ ଯୋଗ ଆସିବ। ନୂତନ ଆୟର ସନ୍ଧାନ ମିଳିବ। ଧନ ଓ ସମ୍ମାନ ଏ ଦୁଇ ପ୍ରକାର ସୁଖ ନିଶ୍ଚୟ ମିଳିବ। ଟିକିଏ ଭାବି ଚିନ୍ତି କାରବାର କଲେ
ଭାବି ଚିନ୍ତି ଯାହାଟା ଆପଣଙ୍କର ତରବରିଆ ଲୋକ ଫଟାଫଟ ଅନ୍ୟକୁ ବିଶ୍ୱାସ କରିଦିଅନ୍ତି, ଯାହାଫଳରେ ଦୁଃଖ ପାଆନ୍ତି। ତେଣୁ ଭାବି ଚିନ୍ତି ବୁଝି ବିଚାରି କାମ କଲେ, କାରବାର କଲେ କୌଳିକ ମୌଳିକ ପାରିବାରିକ ଲୌକିକ ସୁଖ ଓ ଶାନ୍ତି ମିଳିବ। ଆଜି ନିରଳସ ଭାବରେ ଖଟନ୍ତୁ, ଧନ ଘରକୁ ଆପଣା ଛାଏ ଆସିବ। ଆଳସ୍ୟକୁ ତ୍ୟାଗ କରନ୍ତୁ। ଆଜି କର୍ମଠ ହୁଅନ୍ତୁ। ଦେହ ପା ଠିକ୍ ଠାକ୍ ରହିବ। ଭାଇ ଭଉଣୀ ସମ୍ପର୍କ ମଧୁମୟ ହେବ। କୌଣସି ଅସୁବିଧା ନାହିଁ। ଏଣୁ ଆମେ 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 ଏଇଠି ବନ୍ଦ କରିବା। ଆସନ୍ତା କାଲିକୁ ଜଗିବା। ଈଶ୍ୱର ଆମ ପାଇଁ କ'ଣ ବ୍ୟବସ୍ଥା କରୁଛନ୍ତି ନା କ'ଣ କରୁଛନ୍ତି। ରହିଲି। ନମସ୍କାର। ମଙ୍ଗଳ। ଓମ୍ ଶାନ୍ତି।